Supreme Lord, eternal truth, let us obey thee alone and live according to truth. ସମସ୍ତଙ୍କୁ ନମସ୍କାର। ଆମେ ଦୀର୍ଘ ଦିନ ଧରି ସେ ବ୍ରହ୍ମବେତ୍ତା ଋଷି ଅଙ୍ଗିରସଙ୍କର ବ୍ରହ୍ମଜ୍ଞାନ ଅର୍ଥାତ୍ ଆତ୍ମଜ୍ଞାନର ଅନୁଭୂତିକୁ ଶ୍ରବଣ କରୁଛୁ। ଏହି ପରମ ସତ୍ ସ୍ୱରୂପ ଅନନ୍ତ ଜ୍ଞାନ, ସେ ଅନନ୍ତ ଜ୍ଞାନର ପରିପ୍ରକାଶର ଯେଉଁ ପଦ୍ଧତି ସମ୍ପର୍କରେ, ସେ ଅନନ୍ତ ଜ୍ଞାନ ପ୍ରାପ୍ତିର ପରିପ୍ରକାଶ ସମ୍ପର୍କରେ ସେଇ ଯେଉଁ ବ୍ରହ୍ମବେତ୍ତା ଋଷି ଆଲୋଚନା କରୁଛନ୍ତି, ସେ ତାଙ୍କର ଜିଜ୍ଞାସୀ ଶିଷ୍ୟ ସୌନକଙ୍କୁ ଶିକ୍ଷା ପ୍ରଦାନ କରୁଛନ୍ତି। ତାକୁ ଆମେ ଶ୍ରବଣ କରୁଛୁ। ଆମେ ପରମ ସୌଭାଗ୍ୟବାନ ପୁରୁଷ ଯେ ଆମେ ସେହି ମୁଣ୍ଡକ ଉପନିଷଦ ମାଧ୍ୟମରେ ସେ ଆତ୍ମଜ୍ଞାନକୁ ଶ୍ରବଣ କରିପାରୁଛୁ। ଆମେ ଏହି ମୁଣ୍ଡକ ଉପନିଷଦର ଯେଉଁ ତୃତୀୟ ଅଧ୍ୟାୟ, ସେ ଦ୍ୱିତୀୟ ଖଣ୍ଡର ସେ ଅନ୍ତିମ ବଲ୍ଲୀ ଅଧ୍ୟୟନ କରୁଛୁ। ଏଥିରେ ଋଷି କେତୋଟି ଗୁରୁତ୍ୱପୂର୍ଣ୍ଣ କଥା କହୁଛନ୍ତି ଏବଂ ସେଠି ତାଙ୍କର ଶେଷ ଶିକ୍ଷାଟି ପ୍ରଦାନ କରୁଛନ୍ତି। ଆମେ ସମସ୍ତେ ଜାଣୁ ଯେ ପ୍ରତ୍ୟେକ ଉପନିଷଦର ଯେଉଁ ଅନ୍ତିମ ଅଧ୍ୟାୟ ଥାଏ ବା ଅନ୍ତିମ କେତୋଟି ଶ୍ଲୋକ ଥାଏ, ସେଇଟା ହେଉଛି ସମଗ୍ର ଉପନିଷଦର ସାରାଂଶକୁ ବା ଯାହା ଋଷି ତାଙ୍କ ଶିଷ୍ୟଙ୍କ ମାଧ୍ୟମ ଦେଇ ପ୍ରକାଶ କରିବାକୁ ଚାହୁଁଛନ୍ତି, ତା ଭିତରେ ସେ ସବୁ କଥା କହିଯାଆନ୍ତି, ଉପଦେଶ ଦେଇଥାନ୍ତି। କ'ଣ କ'ଣ କରିବାକୁ ହେବ, କେମିତି ଚାଲିବାକୁ ହେବ, ବିଭିନ୍ନ ପଦ୍ଧତି, ପ୍ରଥମେ ଜ୍ଞାନ ସବୁ କହିଥାନ୍ତି, କିନ୍ତୁ ଶେଷ ଆଡ଼କୁ କେବଳ ସେ ଜ୍ଞାନ ପ୍ରାପ୍ତି ଦିଗର ବିଭିନ୍ନ ପଦ୍ଧତି ସବୁ ସେ ଆଲୋଚନା କରନ୍ତି। ଏବଂ ଏଠି ମଧ୍ୟ ସେଇ କେତୋଟି ପଦ୍ଧତି ବିଷୟରେ ସୁନ୍ଦର ଆଲୋଚନା କଲେ। ସେ ପ୍ରଥମେ କହିଲେ ଯେ ଯେଉଁ ବ୍ୟକ୍ତି ସେଇ ପରମ ଆଶ୍ରୟ, ସେଇ ପରମ ଅବଲମ୍ବନ, ସେ ପରମ ଧାମ ପରମାତ୍ମାକୁ ଜାଣିବାକୁ ଇଚ୍ଛା କରୁଛି ଏବଂ ସେ ଜାଣେ, ସେତେବେଳେ ସେ ପରମଙ୍କର ଶୁଦ୍ଧ ସ୍ୱରୂପ, ସେ ପରାଜ୍ଞାନ, ସେ ପରମ ସ୍ଥିତି, ସେ ପରାମୃତ, ପରା ଶବ୍ଦଟିଏ ତ ସବୁଠୁ ବଡ଼ କଥା। ପରା ହେଉଛି ଗୋଟେ ଶ୍ରେଷ୍ଠ, ଶେଷ, ତାପରେ ଆଉ କିଛି ନାହିଁ, ପରମ। ଯେତେବେଳେ ସେ ପରମଙ୍କୁ ଜାଣେ, ସେଥିରେ ପରମ ଜ୍ଞାନକୁ ଜାଣେ, ପରମ ସ୍ଥିତିକୁ ଜାଣେ, ସେ ପରାମୃତକୁ ସେ ପ୍ରାପ୍ତ କରେ। ସେହି ପରମ ଜ୍ଞାନୀ ସାଧକ ଯିଏକି ସେ ଏହି ପରମଙ୍କୁ ଶୁଦ୍ଧ ଭାବରେ ପ୍ରାପ୍ତ କଲା, ସେତେବେଳେ ସେ ତା ଭିତରେ ଆଉ କୌଣସି ସ୍ଥୂଳ କାମନା ନଥାଏ। ସେ ସମସ୍ତ ସ୍ଥୂଳ କାମନାକୁ ଅତିକ୍ରମ କରି ସେ ଆତ୍ମକାମୀ ହେଇ ଉଠେ, ସେ ଆତ୍ମାରେ ନିବାସ କରେ। ସେହି ପରମ ସାଧକ, ପରମ ଜ୍ଞାନୀ, ପରମ ବେତ୍ତା, ତାକୁ ଗୁରୁ ବୋଲି ଆମେ କହୁ, ଯିଏ ଆତ୍ମକାମୀ ହେଇ ସେହି ପରମ ସ୍ଥିତିରେ ବାସ କରନ୍ତି। ଯଦି ଜଣେ ସାଧାରଣ ବ୍ୟକ୍ତି ସେହି ବ୍ୟକ୍ତିର ସାନ୍ନିଧ୍ୟରେ ରହି ତାଙ୍କର ପଥକୁ ଅବଲମ୍ବନ କରି ପରମ ପୁରୁଷକୁ ଉପାସନା କରେ, ସେ ମଧ୍ୟ ଏହି ସ୍ଥୂଳମୟ ଜଗତର ଯେଉଁ ଜନ୍ମ ମୃତ୍ୟୁର ଯେଉଁ ଚକ୍ର ରହିଛି, ତାହାକୁ ବି ସେ ଅତିକ୍ରମ କରି ଯାଇ ସେ ଅମୃତ ଧାମକୁ ପ୍ରାପ୍ତ କରେ। ସୁନ୍ଦର ଭାବରେ କହୁଛନ୍ତି ଯେ ସେଇ ଗୁରୁ ଯେ ପରାମୃତକୁ ପ୍ରାପ୍ତ କରିଥିଲେ, ପରମ ଜ୍ଞାନର ଅଧିକାରୀ ହେଇଥିଲେ ଏବଂ ପରମ ସ୍ଥିତି ଅର୍ଥାତ୍ ପରମ ଧାମରେ ନିବାସ କରୁଥିଲେ, ସିଏ ଏକ ପରଶମଣି ସଦୃଶ ତାଙ୍କର ଶିଷ୍ୟକୁ ବା ତାଙ୍କୁ ଯିଏ ଅନୁକରଣ କରନ୍ତି, ତାଙ୍କ ମାଧ୍ୟମ ଦେଇ ଯେ ସେହି ପରମଙ୍କୁ ପ୍ରାପ୍ତ କରିବା ପାଇଁ ଇଚ୍ଛା କରନ୍ତି,
ତାକୁ ମଧ୍ୟ ସେ ପରଶମଣି ତାଙ୍କ ସ୍ପର୍ଶ ଦ୍ୱାରା, ତାଙ୍କ ସାନ୍ନିଧ୍ୟ ଦ୍ୱାରା ତାକୁ ମଧ୍ୟ ସୁନାରେ ରୂପାନ୍ତର କରିଦିଅନ୍ତି। ତା ଭିତରୁ ସମସ୍ତ ପ୍ରକାର ଅଜ୍ଞାନତା ଦୂର ହୋଇଯାଏ। ସମସ୍ତ କାମନାକୁ ସେ ଅତିକ୍ରମ କରିଯାଏ। ଜନ୍ମ ମୃତ୍ୟୁର ଚକ୍ରରୁ ସେ ଅତିକ୍ରମ ହୋଇଯାଆନ୍ତି। ଦ୍ୱିତୀୟରେ କହୁଛନ୍ତି ଯେ ଯେଉଁ ବ୍ୟକ୍ତି ସେ ଇନ୍ଦ୍ରିୟଗତ କାମନା ବାସନାର ପରିପୂରଣ କରି ସୁଖ ଲାଭ କରିବାକୁ ଇଚ୍ଛା କରେ, ସେ ଚାହେଁ ସେ ସଦାବେଳେ ସେ କାମନାର ବିଷୟ ଗୁଡ଼ିକୁ ଚିନ୍ତା କରେ, ତାକୁ ପ୍ରାପ୍ତି କରିବା ପାଇଁ ପ୍ରୟାସ କରେ। ସେ ସଦାବେଳେ ଧାଇଁଥାଏ ସେ କେମିତି ସେ କାମନାର ବସ୍ତୁକୁ ସେ ପ୍ରାପ୍ତ କରିବ ଏବଂ ସେଥିରେ ହିଁ ସେ ସୁଖରେ ରହିବ ବୋଲି ଭାବିଥାଏ। ସେ କିନ୍ତୁ ସେ ଅମରତ୍ୱ ବା ଅମୃତଧାମର ପ୍ରାପ୍ତିର ସୁଯୋଗକୁ ହାତଛଡ଼ା କରେ। ସେ ଜନ୍ମ ପରେ ଜନ୍ମ ସେ କାମନାର ପୂରଣ ପାଇଁ ଭ୍ରମଣ କରୁଥାଏ। ସିଏ ତାର ପରମ ଆରାଧ୍ୟଙ୍କୁ ସେ ଭୁଲିଯାଏ। କିନ୍ତୁ ଯିଏ ବ୍ୟକ୍ତି ଏ ଇନ୍ଦ୍ରିୟଗତ କାମନାର ତୃପ୍ତି ପଛରେ ନ ଧାଇଁ ଆତ୍ମକାମୀ ହୁଏ ବା ଆତ୍ମାକୁ ପ୍ରାପ୍ତ କଲେ ତାର ସମସ୍ତ କାମନା ପୂରଣ ହେଇଯିବ ବୋଲି ସେ ଭାବେ ଏବଂ ସେ ଆତ୍ମାରେ ରମଣ କରିବା ପାଇଁ ସେ ପ୍ରୟାସୀ ହୁଏ, ଆତ୍ମଅଭିବ୍ୟକ୍ତି ପାଇଁ ପ୍ରୟାସୀ ହୁଏ। ସେ ଆତ୍ମକାମୀ ବ୍ୟକ୍ତି, ଆତ୍ମକାମୀ ବା ଆତ୍ମକାମୀ ଅର୍ଥାତ୍ ଆତ୍ମାକୁ ଆସ୍ପୃହା କରିବା, ଆତ୍ମାକାଂକ୍ଷା ଦ୍ୱାରା ସମସ୍ତ କାମନାକୁ ସେ ପୂର୍ଣ୍ଣ କରିଥାଏ। ସେ ଆତ୍ମାରେ ବାସ କରେ, ସେ ଆତ୍ମାରେ ରମଣ କରେ। ସେଥିପାଇଁ ସେ ସୁନ୍ଦର ଉପନିଷଦ କରୁଛି କୃତାତ୍ମନୋସ୍ତୁ। ସେ ଆତ୍ମା ଦ୍ୱାରା ନିଜକୁ କୃତ୍ୟ କରେ, ଧନ୍ୟ କରେ। ତାର ସମସ୍ତ ଇଚ୍ଛା ଗୁଡ଼ିକ, ତା ସମସ୍ତ କାମନା ଗୁଡ଼ିକ, ଏ ସ୍ଥୂଳ କାମନା ଗୁଡ଼ିକ, ବାସନା ଗୁଡ଼ିକ ଲୋପ ପାଇଯାଏ। ତୃତୀୟରେ ଋଷି ଅତି ଚମତ୍କାର ଭାବରେ ଆମକୁ କହୁଛନ୍ତି ଯେ ଆତ୍ମା ବିଷୟରେ ବା ଆତ୍ମାକୁ ପ୍ରାପ୍ତ କରିବା ପାଇଁ କେବଳ ଏହି ପ୍ରବଚନକୁ ଶୁଣିବା ବା ପ୍ରବଚନ ସବୁ ଦେବା କିମ୍ବା ଆତ୍ମା ବିଷୟରେ ଗୁରୁଙ୍କ ପାଖରୁ କିଛି ସାରଗର୍ଭକ ଶିକ୍ଷା ଲାଭ କରିବା ଦ୍ୱାରା ସେ ଆତ୍ମା ମିଳିନଥାନ୍ତି। ନୟମାତ୍ମା ପ୍ରବଚନେ ନ ଲଭ୍ୟ ନୋ ମେଧୟା ବହୁଧା ଶ୍ରୁତେନ। ସୁନ୍ଦର ଇଏ ଗୁଡ଼ାକ ସବୁ ଶ୍ଲୋକ ଗୁଡ଼ାକ ସବୁ କହୁଛନ୍ତି, ମନ୍ତ୍ର ଗୁଡ଼ିକ। ୟମେ ବୈଶ ବୃଣୁତେ ତେନ ଲଭ୍ୟ। ସେ ସୁନ୍ଦର ଭାବରେ କହୁଛନ୍ତି ଯେ ନିଜର ସେ ମେଧାଶକ୍ତିକୁ ମଧ୍ୟ ଯେତେ ଆମେ ତୀକ୍ଷ୍ଣ ମେଧାଶକ୍ତିକୁ ଆମେ ଖଟେଇବା ତାଙ୍କୁ ଜାଣିବା ପାଇଁ, ତାଙ୍କୁ ପ୍ରାପ୍ତ କରିବା ପାଇଁ, ସେ ମେଧା ଦ୍ୱାରା ବି ମଧ୍ୟ ତାଙ୍କୁ ପ୍ରାପ୍ତ କରିପାରିବା ନାହିଁ। ଯେତେ ପ୍ରକାର ଆମେ ଆତ୍ମଜ୍ଞାନ ବିଷୟକ ଶ୍ଲୋକକୁ ମୁଖସ୍ଥ କରୁ, ମେଧାଶକ୍ତି ଦ୍ୱାରା ତାକୁ ସ୍ମରଣ ରଖୁ, ତଥାପି ତାଙ୍କୁ ଆମେ ପ୍ରାପ୍ତ କରିପାରିବା ନାହିଁ। କେମିତି ପ୍ରାପ୍ତ କରିବା ବୋଲି ସୁନ୍ଦର କହୁଛନ୍ତି, ଯେତେବେଳେ ୟମେ ବୈଶ ବୃଣୁତେ ତେନ ଲଭ୍ୟ, ଯେତେବେଳେ ତୁମେ ସେହି ପରମଙ୍କୁ ବରଣ କରିନେବ, ୟମେ ବୈଶ ବୃଣୁତେ ତେନ ଲଭ୍ୟ, ତାଙ୍କୁ ପ୍ରାପ୍ତ କରିବ। ତୁମେ ତାଙ୍କୁ ବରଣ କରିବ ଏବଂ ସିଏ ତୁମକୁ ବରଣ କରିବେ। ଯେତେବେଳେ ପର୍ଯ୍ୟନ୍ତ ତୁମେ ତାକୁ ବରଣ କରିନାହଁ ଆଉ ସିଏ ତୁମକୁ ବରଣ ନ କରିଛନ୍ତି, ୟମେ ବୈଶ ବୃଣୁତେ ତେ ନ ଲଭ୍ୟ, ସେତେବେଳେ ପର୍ଯ୍ୟନ୍ତ ତୁମେ ତାଙ୍କୁ ଲାଭ କରିପାରିବ ନାହିଁ। ଏ ବିଷୟରେ ଆମେ ଚମତ୍କାର ଭାବରେ ବହୁତ କଥା ଆଲୋଚନା ଆମେ କରିଥିଲୁ ଯେ ଯେତେବେଳେ ସେ ଆତ୍ମା ତୁମକୁ ବରଣ କରିନେବେ, ସେତେବେଳେ ତାଙ୍କ ବରଣର ପୁରସ୍କାର ସ୍ୱରୂପ ଯେତେବେଳେ ତୁମକୁ ସେ ଗ୍ରହଣ କରି ନେଉଛନ୍ତି, ସେ ତୁମକୁ ତାଙ୍କର ସବୁ କିଛିକୁ ଦେଇ ଦେଉଛନ୍ତି, ତାଙ୍କ ନିଜ ସ୍ୱରୂପକୁ ତୁମ ପାଖରେ ବ୍ୟକ୍ତ କରି ଦେଉଛନ୍ତି। ସିଏ ଆଉ ତୁମ ଭିତରେ କିଛି ରହୁନାହିଁ,
ସେ ନିଜକୁ ଭଗବାନ ନିଜକୁ ତୁମଠାରେ ଦେଇ ଦେଉଛନ୍ତି, ତୁମ ପାଖକୁ ଦେଇ ଦେଉଛନ୍ତି। ତାପରେ ସୁନ୍ଦର ଭାବରେ କହୁଛନ୍ତି, ଚତୁର୍ଥରେ କହୁଛନ୍ତି, ଋଷି ଏଠି ସୁନ୍ଦର ଭାବରେ କହୁଛନ୍ତି ଯେ ଆତ୍ମାକୁ ଯେତେବେଳେ ମଣିଷ ବରଣ କରିବ ଏବଂ ଆତ୍ମା ଯେତେବେଳେ ବରଣ କରିବେ, ଆତ୍ମା ଯେତେବେଳେ ତୁମକୁ ଆଧାର ରୂପେ ତୁମକୁ ବରଣ କରିନେବେ, ସେତେବେଳେ ତୁମେ ଅମିତ ଶକ୍ତିର ଅଧିକାରୀ ହେବ। ତେଣୁ ତୁମେ ଯଦି ଶକ୍ତିଶାଳୀ ନ ହେବ, ସେତେବେଳେ ତୁମେ ତାଙ୍କୁ ସେ ପ୍ରଚଣ୍ଡ ଶକ୍ତିକୁ ତାକୁ ଧାରଣ କରିପାରିବନି। ସେଥିପାଇଁ ସେ ସୁନ୍ଦର ଭାବରେ କହୁଛନ୍ତି, ନାୟମାତ୍ମା ବଳହୀନେନ ଲଭ୍ୟ ନୋଚ ପ୍ରମଦା ତପସା ବ୍ୟପଲିଙ୍ଗାତ୍। ଏଠି ବଳହୀନେନ ଲଭ୍ୟ, ବଳହୀନ ବ୍ୟକ୍ତି କେତେବେଳେ ବି ସେଇ ଆତ୍ମାର ଶକ୍ତିକୁ ଲାଭ କରିପାରିବ ନାହିଁ ବା ତାକୁ ଆରୋହଣ କରିପାରିବ ନାହିଁ। ବଳ ମାନେ କ'ଣ? ଏଇ ଯେଉଁ ଏଇ ମାସଲ ବଳ କଥାଟି ବିଶେଷ କହୁନାହାନ୍ତି। ଶରୀରର ଗୋଟେ ସୁସ୍ଥତା ଦରକାର, ଗୋଟେ ଦୃଢ଼ ଶରୀର ଦରକାର, ସୁନ୍ଦର ସ୍ୱାସ୍ଥ୍ୟ ଦରକାର ସେ ଆତ୍ମାକୁ ପ୍ରାପ୍ତ କରିବା ପାଇଁ। ତା ସହିତ ଗୋଟେ ଶକ୍ତିଶାଳୀ ଆସ୍ପୃହା ଦରକାର। ଦୁର୍ବଳ ଭକ୍ତି, ଦୁର୍ବଳ ଆସ୍ପୃହା, ଦୁର୍ବଳ ପ୍ରତ୍ୟାଖ୍ୟାନ ବା ଦୁର୍ବଳ ସମର୍ପଣ, ଦୁର୍ବଳ ବିଶ୍ୱାସ ତାଙ୍କୁ ସ୍ପର୍ଶ ଲାଭ କରିପାରିବ ନାହିଁ। ସେଥିପାଇଁ ଗୋଟେ ଦୃଢ଼ ମନୋବଳ ଦରକାର, ଦୃଢ଼ ବିଶ୍ୱାସ ଦରକାର। ମହାବୀର ଆମେ ସୁନ୍ଦର ଭାବରେ ଗୋଟେ ଆର୍ଡେଣ୍ଟ ଏସ୍ପିରେସନ୍, ଗୋଟେ ଅପ୍ରିୟତ ଆସ୍ପୃହା ଦରକାର। ଆଉ ଗୋଟେ ସମର୍ପଣଟା ଅତି ଦୃଢ଼ ସମର୍ପଣ ଦରକାର। ଏ ପ୍ରକାର ସବୁ ଶକ୍ତିଶାଳୀ ନହେଲେ ଯିଏ ତାକୁ ଧାରଣ କରିବ, ସିଏ ଯଦି ଶକ୍ତିଶାଳୀ ନ ହେବ ତାହେଲେ ତାଙ୍କୁ ସେ ଧାରଣ କରିପାରିବ ନାହିଁ। ନୋ ଲଭ୍ୟ ନୋଚ ପ୍ରମୋଦାତ୍, ଯିଏ ଭ୍ରମରେ ବସୁଛି, ଭ୍ରମରେ ରହୁଛି ଆଉ ପ୍ରମାଦ ଗଣୁଛି, ନୋ ପ୍ରମୋଦାତ୍, ସିଏ କେତେବେଳେ ବି ସେ ଆତ୍ମାକୁ ପ୍ରାପ୍ତ କରିପାରିବ ନାହିଁ। ଏବଂ ଯେତେବେଳେ ସେ ତପସ୍ୟା କରିବ, କୌଣସି ଚିହ୍ନ ବର୍ଣ୍ଣକୁ ନେଇ ସେ ତପସ୍ୟା କରିବନି। ତା ଦୃଢ଼ ତପସ୍ୟା ଯେତେବେଳେ ଇଚ୍ଛା କରିବ, ତା ବିଚାରକୁ ଶକ୍ତିଯୁକ୍ତ କରିବ, ସେତେବେଳେ ତାଙ୍କୁ ଲାଭ କରିପାରିବ। ଏହି ସମସ୍ତ ଉପାୟ ଗୁଡ଼ିକୁ ଏତୈ ରୂପାୟ ଯତତେ ବସ୍ତୁ ବିଦ୍ୱାନ୍ ଯସ୍ତୁ ବିଦ୍ୱାନ୍ ତସ୍ୟୈଷ ଆତ୍ମା ବିଶତେ ବ୍ରହ୍ମଧାମ। ତେଣୁ ବିଦ୍ୱାନ ମାନେ ଏହି ପ୍ରକାର ସମସ୍ତ ଉପାୟ ଗୁଡ଼ିକୁ ସେ କହୁଛନ୍ତି। ଏହି ପ୍ରକାର ଉପାୟକୁ ଯିଏ ଅବଲମ୍ବନ କରିବ, ସେ ଆତ୍ମା ଭିତରେ ପ୍ରବେଶ କରିବ, ସେ ନିଜକୁ ବ୍ରହ୍ମଧାମରେ ପ୍ରତିଷ୍ଠା କରିବ ଏବଂ ବ୍ରହ୍ମ ତାଙ୍କ ଭିତରେ କୌଣସି ବ୍ୟବଧାନ ରହିବ ନାହିଁ। ସେଥିପାଇଁ ସେ କହୁଛନ୍ତି, ଆମେ କେନ ଉପନିଷଦରେ ପଢ଼ିଛୁ ଯେ ବ୍ରହ୍ମବେତ୍ତା ଋଷିମାନେ ଜାଣିଲେ ଯେ ସିଏ ଅପେକ୍ଷା କରିକି ବସିଛନ୍ତି ଆସିବ ବୋଲି, କିନ୍ତୁ ଆସିପାରୁନାହାନ୍ତି। କାରଣ ଆମେ ଏତିକି ଦୁର୍ବଳ, ଆମ ଚକ୍ଷୁ ଦୁର୍ବଳ, ଆମ କର୍ଣ୍ଣ ଦୁର୍ବଳ। ଯିଏ ତାକୁ ଧାରଣ କରିବେ, ଯଦି ବା ସିଏ ନିଜ ତା ଭିତରେ ସେ ରହିଛନ୍ତି, କିନ୍ତୁ ସେ ପରିପ୍ରକାଶ ହେଇପାରୁନାହାନ୍ତି। ସେଥିପାଇଁ ବଳକୁ ବି ଆହ୍ୱାନ କରାଯାଇଛି ଉପନିଷଦରେ। ଆପ୍ୟାୟନ୍ତୁ ମମଙ୍ଗାନି ବାକ୍ ପ୍ରାଣ ଚକ୍ଷୁ ସ୍ତୋତ୍ର ମତୋ ବଳମିନ୍ଦ୍ରିୟାଣି ଚ ସର୍ବାଣୀ। ମୋର ସମସ୍ତ ଇନ୍ଦ୍ରିୟର ଅଙ୍ଗ ଗୁଡ଼ିକ ମଧ୍ୟ ଶକ୍ତିଶାଳୀ କର। ସିଏ କାମନା ବାସନା ପଛରେ ଦୌଡ଼ି ଦୌଡ଼ି କ୍ଳାନ୍ତ ହୋଇପଡ଼ିଛି, ଦୁର୍ବଳ ହୋଇପଡ଼ିଛି। ଆଉ ତାକୁ ଟିକେ ସ୍ଥିର କରାଅ। ସ୍ଥିରୈ ଅଙ୍ଗୈ ସ୍ୱସ୍ତୁ ନଭି। ଆଜି ଯଦି ସ୍ଥିର ନ ହେବ, ସେଇ ସୂକ୍ଷ୍ମ ବଳ ଗୁଡ଼ିକୁ ସେ ଆରୋହଣ ନ କରି ଶକ୍ତିଶାଳୀ ନ ହେବ, ତୁମକୁ ପ୍ରକାଶ କରିପାରିବେ। ସେଥିପାଇଁ ହେ ପ୍ରଭୁ, ତୁମେ ଏମାନଙ୍କୁ ବଳଶାଳୀ କରାଅ, ଏ ମନକୁ ବଳଶାଳୀ କରାଅ, ଇନ୍ଦ୍ରିୟମାନଙ୍କୁ ବଳଶାଳୀ କରାଅ ଏବଂ ସ୍ଥିର କରାଅ। ଆମେ ଚମତ୍କାର ଭାବରେ କେତୋଟି ମନ୍ତ୍ର ଶେଷରେ ଗୁରୁ ବିଭିନ୍ନ ଉପାୟ ସମ୍ପର୍କରେ ଆଲୋଚନା କରୁଛନ୍ତି ଏବଂ ଶେଷରେ କହୁଛନ୍ତି, ଯେ ପଢ଼ିଥିଲେ ଆମେ ଯେ ଯେତେବେଳେ ସେ ଋଷିଗଣ ସେବେଳେ
ଯେତେବେଳେ ସେ ପରମଙ୍କୁ ଲାଭ କରନ୍ତି, ଅଭିବ୍ୟକ୍ତ କରନ୍ତି ସେ ଆତ୍ମପୁରୁଷଙ୍କୁ, ସେତେବେଳେ ତାଙ୍କ ଭିତରେ ଥିବା ଆତ୍ମାର ଉର୍ଜା ସେ ଯେତେବେଳେ ପ୍ରକାଶିତ ହୁଏ, ସେତେବେଳେ ସେ ତୃପ୍ତ ଅନୁଭବ କରେ। ଏବଂ ସେ ତୃପ୍ତଟି କି ତୃପ୍ତ ନା ଜ୍ଞାନ ତୃପ୍ତ। ସେ ସବୁ କିଛି ପାଇଗଲେ, ଆଉ କିଛି ତାକୁ ପ୍ରାପ୍ତି ନାହିଁ। ମାନେ ସିଏ ହିଁ ତ ତାକୁ ସବୁ କିଛି ପାଇଲେ। ସେତେବେଳେ ସେ ଜ୍ଞାନ ତୃପ୍ତା ଋଷୟ ଜ୍ଞାନ ତୃପ୍ତା, ସେତେବେଳେ ସେ ନିଜକୁ କୃତାର୍ଥ ମଣେ। ସେତେବେଳେ ସେ ସମସ୍ତ ତା ଭିତରୁ ସମସ୍ତ ରାଗ ଦୂର ହେଇଯାଏ। ବିତରାଗ ପ୍ରଶାନ୍ତା, ସେ ସବୁ ସ୍ଥିର ହେଇଯାଏ, ସେ ଶାନ୍ତ ହେଇଯାଏ, ତା ଚିତ୍ତବୃତ୍ତି ନୀରବ ହେଇଯାଏ, ମନ ଶାନ୍ତ ହେଇଯାଏ। ସେତେବେଳେ ସେ ସର୍ବଗଃ ସର୍ବତଃ ପ୍ରାପ୍ୟ ଧୀରା, ସେ ସବୁଠି କେବଳ ତାଙ୍କୁ ହିଁ ଦେଖେ। ସେ ଦେଖେ ଏଇସବୁ ଯେଉଁ ଯାତ୍ରା ଚାଲିଛି, ଇଏ ଯେ ପରମଙ୍କର ଯାତ୍ରା ଚାଲିଛି, ସେ ସର୍ବତଃ ତାଙ୍କୁ ପ୍ରାପ୍ତ କରିପାରେ। ତା ଭିତରେ ବିଭେଦତା ନଥାଏ, ଅର୍ଥାତ୍ ତା ଭିତରେ ସମସ୍ତ ଅହଙ୍କାରର ଯେତେ ପ୍ରକାର ବାଡ଼ ସବୁ ଧ୍ୱଂସ ହେଇଯାଇଥାଏ, କାମନା ବାସନାର ଅହଙ୍କାରଗତ ଯେତେ ପ୍ରକାର ସବୁ ସୀମାବଦ୍ଧତା ସବୁ ଲୋପ ପାଇଯାଏ। ସେତେବେଳେ ସେ ସର୍ବତଃ ତାଙ୍କୁ ପ୍ରାପ୍ତ କରେ। ଚମତ୍କାର ଭାବରେ ସେ କହୁଛନ୍ତି ଯେ ସର୍ବଗଂ ସର୍ବତଃ ପ୍ରାପ୍ୟ ଧୀରା। ସେ ଧୀରା, ସେ ଜ୍ଞାନୀ, ସେ ସର୍ବତଃ, ସେ ସର୍ବଗଂ ଈଶ୍ୱରଙ୍କୁ ସେ ପ୍ରାପ୍ତ କରେ। ଯୁକ୍ତାତ୍ମନ ସର୍ବମେବା ବିଶନ୍ତି, ସେଇ ଆତ୍ମା ସହିତ ଯେତେବେଳେ ସେ ଯୁକ୍ତ ହୁଅନ୍ତି, ସେ ସର୍ବମ୍ ଏବା ବସନ୍ତି, ସବୁ ସର୍ବ ରୂପରେ ସେ ବ୍ରହ୍ମରେ ହିଁ ପ୍ରବେଶ କରି ଯାଆନ୍ତି। ତାପରେ ଏଇଠୁ କେତୋଟି ଶ୍ଲୋକ ଆମେ ଗୋଟେ ଦୁଇଟା ମନ୍ତ୍ର ଆମେ ଅଧ୍ୟୟନ କରିବା। ବେଦାନ୍ତ ବିଜ୍ଞାନ ସୁନିଶ୍ଚିତାର୍ଥା ସନ୍ନ୍ୟାସ ଯୋଗାଦ ଯତୟୋ ଶୁଦ୍ଧ ସତ୍ତ୍ୱାଃ ते ब्रह्मलोकेषु पराନ୍ତ काले परामृता परिमुच्यन्ति सर्वे। ଏଇ ଯେଉଁ ବିଜ୍ଞାନ ଯାହାକୁ ଆମେ ଜାଣିଲୁ, ସେଟା ଯେ ବେଦାନ୍ତ ବିଜ୍ଞାନ। এই ବେଦାନ୍ତ ବିଜ୍ଞାନ ଆମକୁ ସୁନିଶ୍ଚିତ କରିଦେଉଛନ୍ତି ଯେ ସେଇ ସନ୍ନ୍ୟାସ ଯୋଗାତ୍ ଯତୟୋ ଶୁଦ୍ଧ ସତ୍ତ୍ୱା, ସେତେବେଳେ ସତ୍ ପ୍ରତି ନ୍ୟାସ, ସତ୍ ପ୍ରତି ଯେଉଁ ଆମର ଆକାଂକ୍ଷା, ତାଙ୍କ ଯେତେବେଳେ ସଂଯୋଗ ହେଇଯାଏ, ଯତୟ ଶୁଦ୍ଧ ସତ୍ତା, ଯତୟ ମାନେ ଯେଉଁମାନେ ବ୍ରହ୍ମକୁ ପ୍ରାପ୍ତ କରିବା ପାଇଁ, ରିଏଲାଇଜେସନ୍ କରିବା ପାଇଁ ସଦାବେଳେ ପ୍ରୟାସରେ ଥାନ୍ତି, ସେମାନେ ଶୁଦ୍ଧ ସତ୍ତ୍ୱା, ସେମାନେ ସେହି ପରମଙ୍କୁ ହିଁ, ତାଙ୍କର ଅସ୍ତିତ୍ୱକୁ ହିଁ ପ୍ରାପ୍ତ କରନ୍ତି ସବୁଠି। ते ପରାନ୍ତ କାଳେ ବ୍ରହ୍ମଲୋକେଷୁ, ଏଠି ପରାନ୍ତ କାଳରେ ଅଛି, ପରାନ୍ତ ମାନେ ଶେଷ କାଳରେ, ଶେଷ ଜୀବନରେ, ଅର୍ଥାତ୍ ଏଠି ପରାନ୍ତ କାଳେ ମାନେ ମୃତ୍ୟୁ ପରେ, ଏଟା ଶେଷ ପର ମୃତ୍ୟୁ, ମାନେ ଶେଷ ମୃତ୍ୟୁ ତାର ହୁଏ। ଅର୍ଥାତ୍ ତାର ଏଇ ଲୋକର ସମସ୍ତ କାର୍ଯ୍ୟ ସରିଯାଏ, ସେ ଗୋଟେ ଅନ୍ୟ ଗୋଟେ ଲୋକ ଭିତରକୁ ପ୍ରବେଶ କରେ। ସେଇ ଲୋକଟି କ'ଣ ନା ବ୍ରହ୍ମଲୋକେଷୁ। ଆମେ ଅନେକ ସମୟରେ ଉପନିଷଦର ଯେ ଏଇ ଜୀବନରେ ଏଇ ଶୈର ମାନେ ସହ ଯେଉଁ ଜୀବନ, ଏଇ ଜୀବନରେ ତାଙ୍କୁ ପ୍ରାପ୍ତ କରିବା ସମ୍ଭବ ନୁହେଁ, ତେଣୁ କର୍ମ ଦ୍ୱାରା ପରଲୋକରେ ତାଙ୍କୁ ପ୍ରାପ୍ତ କରାଯାଏ। ମୃତ୍ୟୁ ପରେ ଆଉ ଗୋଟେ ଲୋକରେ ତୁମକୁ ପ୍ରାପ୍ତ କରେ। ଶ୍ରୀ ଅରବିନ୍ଦଙ୍କୁ ସେଠି ସୁନ୍ଦର ଭାବରେ କହୁଛନ୍ତି, ଏଇ ଲୋକରେ ହିଁ ତାର ଗୋଟେ ଅନ୍ୟ ଗୋଟେ ଜଗତକୁ ସେ ପ୍ରବେଶ କରେ, ତାର ଗୋଟେ ରୂପାନ୍ତରଣ ଘଟେ। ଏହି ଜୀବନ, ଏହି ଶୈର ଭିତରେ ହିଁ ସେ ପରମଙ୍କୁ, ଏହି ଶୈର ସହିତ ସେ ଆତ୍ମାଙ୍କୁ ଅଭିବ୍ୟକ୍ତ କରେ। ସେଇଠି ସେ ପରାମୃତା, ସେଇ ପରମ ଅମୃତକୁ ସେ
ପରିମୁଚ୍ୟନ୍ତି ସର୍ବେ। ଉପନିଷଦର ଋଷିମାନେ କେବେ ବିଶ୍ୱାସ କରିନଥାନ୍ତି ଯେ ଏଇ ଶରୀର ସହିତ, କାହିଁକିନା ଏ ଶରୀର ଯେତେ ପର୍ଯ୍ୟନ୍ତ ଅଛି ତାକୁ କେବଳ ପ୍ରାପ୍ତ କରିହେବନି, ଶରୀରକୁ ଛାଡ଼ିଦେଲା ପରେ ସେଇ କର୍ମ ଦ୍ୱାରା, ସେଇ ଜ୍ଞାନ ଦ୍ୱାରା, ସେଇ ପରଲୋକରେ ସେ ପ୍ରାପ୍ତ ହୁଏ। ଶ୍ରୀ ଅରବିନ୍ଦ କହୁଛନ୍ତି ନା, ଏଇ ଶରୀରରେ ହିଁ ପ୍ରାପ୍ତ ହେବ, ଏଇ ଶରୀର ତ ରୂପାନ୍ତର ଘଟିବ, ଏଇଠି ହିଁ ପରିମୁଚ୍ୟନ୍ତି ସର୍ବେ, ତାର ମୁକ୍ତି ହେବ। ସେଥିପାଇଁ ବହୁ ଧାରାରେ ସେଇ ବ୍ରହ୍ମଧାମ ଶବ୍ଦରେ ବ୍ୟବହାର କରିଛନ୍ତି ଯେ ଅୟଂ ଲୋକ ଇତି ପର ନାସ୍ତି, ଏଇ ଲୋକଟା ଅନ୍ୟ କିଛି ନୁହେଁ, ସେଠି ପର, ଆଉ କିଛି ନୁହଁ। କିନ୍ତୁ ଏଇ ଲୋକଟା ବି ପରଲୋକ ହେଇପାରିବ, ଆଉ ପରଲୋକ ବୋଲି ଆଉ କେଉଁଠି ନୁହେଁ। କାରଣ ଏଇ ଲୋକରୁ ସେ, ଏଇ ଜୀବନରୁ ସେ ଗୋଟେ ଊର୍ଦ୍ଧ୍ୱତର ଜୀବନ ଏଇଠି ହିଁ ସେ ପ୍ରାପ୍ତ କରିପାରିବ। ଏ ବିଷୟରେ ଆମେ ପରସ୍ପର ଆଲୋଚନା କରିପାରିବା। ତାପରେ ସପ୍ତମ ଶ୍ଲୋକରେ ଅତି ଚମତ୍କାର ଭାବରେ କହୁଛନ୍ତି, ଯେତେବେଳେ ସେ ଆତ୍ମଜ୍ଞାନୀ ପୁରୁଷ ସେ ପରମଙ୍କୁ ଯେତେବେଳେ ପ୍ରାପ୍ତ କରେ, ସେତେବେଳେ ପରମଙ୍କୁ କ'ଣ ପ୍ରାପ୍ତ କରେ, କେମିତି ପ୍ରାପ୍ତ କରେ? ନା, ପରମଙ୍କୁ ଆମେ ଉପନିଷଦରେ ପଢ଼ିଥିଲେ ଯେ ପରମଙ୍କର ଯେଉଁ ଏଠି ପରିପ୍ରକାଶ ଘଟିଥିଲା, ସେ ଷୋଡ଼ଶ କଳା ନେଇକି ଏଠି ପରିପ୍ରକାଶ ହେଇଥିଲେ। ସେ ଷୋଡ଼ଶ କଳା ରୂପରେ ତାଙ୍କୁ ପ୍ରକାଶ କରିଥିଲେ ସେ ନିଜକୁ। ଏବଂ ସେ ଷୋଡ଼ଶ କଳା କ'ଣ, ସେ 16 ଭାଗରେ ବିଭକ୍ତ ହୋଇକି ଏଠି ପ୍ରକାଶିତ ସେ ହେଇଥିଲେ। ସେଥିପାଇଁ ସେ ଏହି ଶ୍ଲୋକରେ ସେହି କଥାରେ ପୁଣି ଆଲୋଚନା କରୁଛନ୍ତି। ଗତାଃ କଳାଂ ପଞ୍ଚଦଶୁ ପ୍ରତିଷ୍ଠା ଦେବାଶ୍ଚ ସର୍ବେ ପତିଦେବତାସୁ କର୍ମାଣି ବିଜ୍ଞାନମୟଶ୍ଚ ଆତ୍ମା ପରେ ଅବ୍ୟୟେ ସର୍ବ ଏକି ଭବନ୍ତି। ଯେତେବେଳେ ସେହି ପରମଙ୍କୁ ସେ ପ୍ରାପ୍ତ କରେ, ପରମଙ୍କ ସହିତ ତାଙ୍କର ଏକ ହେଇଯାଆନ୍ତି, ସେ ରୂପାନ୍ତରଣ ଘଟେ, ସେ ଆଉ ପରମ ତାଙ୍କୁ ସବୁକିଛି ତାର ଐଶ୍ୱର୍ଯ୍ୟକୁ ଢାଳି ଦିଅନ୍ତି ତା ପାଖରେ। ସେତେବେଳେ ଗତା କଳା ପଞ୍ଚଦଶ ପ୍ରତିଷ୍ଠା, ସେହି ପରମଙ୍କର ଯେଉଁ ପଞ୍ଚକଳା ଏଠି ଯେଉଁ ପ୍ରତିଷ୍ଠା, ଏଠି ଯେଉଁ ପ୍ରକାଶ ଲାଭ କରିଥିଲା ଅଲଗା ଅଲଗା ରୂପରେ, ବିଭିନ୍ନ ନାମରେ, ସେ ପଞ୍ଚକଳା ସମ୍ପର୍କରେ ଆମେ ତ ପ୍ରଶ୍ନ ଉପନିଷଦରେ ସୁନ୍ଦର ଭାବରେ ଆଲୋଚନା କରିଥିଲେ ଯେ ସେ ପଞ୍ଚକଳା ଯେତେବେଳେ ଆତ୍ମା ନିଜକୁ ପ୍ରକାଶ ଏଠି କରିଥିଲେ, ସେ ବିଦ୍ୟାର ଭୂମିରୁ ଅବିଦ୍ୟାର ଭୂମିକୁ ତାଙ୍କ ପ୍ରକାଶ ଘଟିଲା। ସେତେବେଳେ ପ୍ରଥମେ ସେ ନିଜକୁ ଗୋଟେ ଶୁଦ୍ଧ ପ୍ରାଣ ରୂପରେ ପ୍ରକାଶ କରିଥିଲେ। ଶୁଦ୍ଧ ପ୍ରାଣ ଶକ୍ତି ରୂପରେ ଆଗେ ଏଠି ପ୍ରକାଶିତ ହେଲେ। ଏବଂ ସେ ଶକ୍ତିରୁ ସାତ ହେଲା ଶ୍ରଦ୍ଧା, ଦ୍ୱିତୀୟ କଳା। ଶ୍ରଦ୍ଧା ଏବଂ ଶକ୍ତି ଦ୍ୱାରା ଗୋଟେ ସୃଜନଶୀଳ କାର୍ଯ୍ୟଟି ଆରମ୍ଭ ହେଲା। ସେଇ ପ୍ରାଣ, ସେଇ ଶକ୍ତି ପରମ, ସେଥିପାଇଁ କେନ ଉପନିଷଦର ବର୍ଣ୍ଣନା ଅଛି ଯେ ପ୍ରଥମ ପ୍ରାଣ ପ୍ରଥମ ପ୍ରୀତିଯୁକ୍ତା। ଯେ ପ୍ରଥମ ପ୍ରାଣ ଯେତେବେଳେ ଆସୁଛନ୍ତି ନିଜ ସ୍ୱରୂପରେ, ଆମର ବି ଏଇଠି ଏଇ ଉପନିଷଦରେ ପଢ଼ିଥିଲେ ଯେ ଯେତେ ପ୍ରାଣ ବିରାଜ ପ୍ରଥମ ଆସିଲେ, ସେତେବେଳେ ଆତ୍ମା ନିଜେ ତାଙ୍କର ଛାଇ ରୂପରେ ସେ ଆସିଲେ। ସେ ନିଜେ ଶୁଦ୍ଧ, ତାଙ୍କ ପ୍ରଥମ ଅବତରଣ ଗୋଟେ ପ୍ରାଣ ରୂପରେ ଆସିଲା ଏବଂ ପ୍ରାଣରୁ ଜାତ ହେଲା ଶ୍ରଦ୍ଧା। ତେଣୁ ଶ୍ରଦ୍ଧାର ସ୍ଥାନ ହେଉଛି ପ୍ରାଣ, ସେଇ ଶୁଦ୍ଧ ପ୍ରାଣ, ସେଇ ପ୍ରଥମ ପ୍ରାଣ। ଏବଂ ସେଇଠୁ ଜାତ ହେଲେ ପଞ୍ଚମହାଭୂତ। ପ୍ରାଣ ଶ୍ରଦ୍ଧା ପରେ ପରେ ଜାତ ହେଲେ ପଞ୍ଚମହାଭୂତ। ସେ ଆକାଶ, ବାୟୁ, ଅଗ୍ନି, ଜଳ, ପୃଥିବୀ, ଏଇ ଯେଉଁ ପଞ୍ଚମହାଭୂତ ପ୍ରକାଶିତ ହେଲେ, ଆକାଶାତ୍ ବାୟୁ, ବାୟୁରଗ୍ନି, ଅଗ୍ନିରାପୋ, ଆପୋ ପୃଥିବ୍ୟାଂ, ପୃଥିବୀ ଔଷଧୀଷୁ ବନସ୍ପତିଷୁ, ଏମିତି ଭାବରେ ଗଛ ଲତା ସମସ୍ତେ ଜନ୍ମ ହେଲେ। ତ ତାଙ୍କ ପ୍ରଥମ ଅଭିବ୍ୟକ୍ତି ସେ ପ୍ରାଣ ଶ୍ରଦ୍ଧାରୁ ଏ ସମସ୍ତ ଅଭିବ୍ୟକ୍ତି ଯେତେବେଳେ ହେଲେ, ଆକାଶ, ବାୟୁ, ଅଗ୍ନି, ଜଳ, ପୃଥିବୀ, ଏମାନେ ଯେତେବେଳେ ଗୋଟେ ବିଙ୍ଗ ଭିତରେ ପ୍ରବେଶ କଲେ, ସେ ବିଙ୍ଗର ଇନ୍ଦ୍ରିୟ ଗୁଡ଼ିକ ସେଠୁ ଜନ୍ମ ହେଲେ।
ସେ ଇନ୍ଦ୍ରିୟ ଗୁଡ଼ିକ ଏଠି ପ୍ରକାଶ ଲାଭ କଲେ। ସେ ଆକାଶକୁ ଆଉ ବାୟୁକୁ କେମିତି ନାସା ଗ୍ରହଣ କଲା। ଆମ ତୈତରୀୟ ଉପନିଷଦରେ କର୍ଣ୍ଣକୁ ଯେମିତି ଆକାଶକୁ କର୍ଣ୍ଣ ଗ୍ରହଣ କଲା, ଦେଶ ଦିଗପାଳ ସମସ୍ତ, ଏବଂ ଅଗ୍ନିକୁ କେମିତି ଚକ୍ଷୁ ଗ୍ରହଣ କଲେ, ଆଉ ଜଳକୁ କେମିତି ଉଦର ଗ୍ରହଣ କଲେ, ଏମିତି ଭାବରେ ସେ ସୁନ୍ଦର ଭାବରେ ସେ ବର୍ଣ୍ଣନା ସବୁ କରିଛନ୍ତି ଯେ ସେଇ ପଞ୍ଚ ଅଗ୍ନି, ସେଇ ପଞ୍ଚ ଜ୍ଞାନେନ୍ଦ୍ରିୟ ମାନେ ସବୁ କେମିତି ତାଙ୍କୁ ଗ୍ରହଣ କଲେ ଏବଂ ତାକୁ ପ୍ରକାଶ କଲେ। କର୍ଣ୍ଣ, ଚକ୍ଷୁ, ବାକ୍ ଏମାନେ ସବୁ ତାଙ୍କୁ ଗ୍ରହଣ, ଇନ୍ଦ୍ରିୟ ମାନେ ସେ ପ୍ରକାଶ ହେଲେ। ପଞ୍ଚ କର୍ମେନ୍ଦ୍ରିୟ, ପଞ୍ଚ ଜ୍ଞାନେନ୍ଦ୍ରିୟ ସବୁ ପ୍ରକାଶ ହେଲେ ଇନ୍ଦ୍ରିୟ ଗୁଡ଼ିକ। ଏବଂ ଏଇ ଇନ୍ଦ୍ରିୟ ଗୁଡ଼ିକର ସ୍ୱାମୀ ଯେତେ ମିଳିତ ହେଇକିରି ତାକୁ ବିଚାର ରୂପ ଦେଲେ, ସେଥିରେ ମନ ସୃଷ୍ଟି ହେଲା। ଆଉ ମନ ସେ ଅନ୍ୟର ବୀଜବପନ କଲା ଏବଂ ସେ ମନରୁ ସୃଷ୍ଟି ହେଲା ଅନ୍ନ ବା ମନରୁ ସୃଷ୍ଟି ନ ହେଇପାରେ, ମନ ପରେ ଅନ୍ନ ବି ସୃଷ୍ଟି ହେଇଛି ଏବଂ ଅନ୍ନରୁ ସୃଷ୍ଟି ହେଇଛି ବୀର୍ଯ୍ୟ। କାରଣ ଅନ୍ନ ଖାଇଲେ ହିଁ ବୀର୍ଯ୍ୟ ସୃଷ୍ଟି ହୁଏ, ଆଉ ବୀର୍ଯ୍ୟ ହିଁ ଉତ୍ପତ୍ତି ଆରମ୍ଭ କରେ। ଆଉ ସେ ବୀର୍ଯ୍ୟବାନ ପୁରୁଷ ହିଁ ଶୁଦ୍ଧ ବିଚାରବନ୍ତ ହେଇଥାଏ। ସେଠୁ ସୃଷ୍ଟି ହୁଏ ତପ, ସଂକଳ୍ପ ଶକ୍ତି, ତାପରେ ସେଠୁ ସୃଷ୍ଟି ହୁଏ ମନ୍ତ୍ର। ଆମେ ଉପନିଷଦରେ ପଢ଼ିଥିଲେ, ଯେତେବେଳେ ସେଇ ତପଶକ୍ତି ବା ବିଚାର ଶକ୍ତି ସେ ପରମ ବୀର୍ଯ୍ୟର ସହିତ ସେ ପରମଙ୍କୁ ଆରାଧନା କରେ, ସେ ଆରାଧନାର ଉପାୟ ସବୁ ମନ୍ତ୍ର ଉପରେ ଆସେ। ଅର୍ଥାତ୍ ସେଠି ବେଦ ସେଠୁ ଆସିଲା, ଜ୍ଞାନ ଆସିଲେ ଏବଂ ସେ ବେଦରୁ ଆରମ୍ଭ ହେଲା କର୍ମ। ବିଶେଷ କରି ଉପନିଷଦର କର୍ମଟାକୁ ଯଜ୍ଞ କର୍ମ, ସମର୍ପିତ କର୍ମ, ନିଷ୍କାମ କର୍ମ କଥାକି ଆଲୋଚନା ସବୁ କରାଯାଇଛି। କର୍ମ ସବୁ ସୃଷ୍ଟି ହେଲେ ଏବଂ ଲୋକଃ ଏବଂ ଏ ଜଗତ ସବୁ ସୃଷ୍ଟି ହେଲେ ଏବଂ ଜଗତର ନାମ ସବୁ ସୃଷ୍ଟି ହେଲେ। ଏମିତି ପଞ୍ଚଦଶ କଳା, ଏଠି ପଞ୍ଚଦଶ କଳା ଲେଖିଥିଲେ, 16 କଳା ଲେଖିଥିଲେ, ଏଠି ପଞ୍ଚଦଶ କଳା ପ୍ରତିଷ୍ଠା ହେଲା ଗତା। ଏବଂ ସେଟା ଆଉ ବିଭେଦ ହେଇକି ରହିଲାନି। ସେତେବେଳେ ସେଇ ଆମ ପାଖରେ ସବୁ ଅଲଗା ଅଲଗା ଭାବରେ ପଞ୍ଚଦଶ କଳା ସବୁ ରହିଛନ୍ତି ଏବଂ କାହାର ସହିତ କାହାର ବିଶେଷ ମିଳନ ଆମେ ଦେଖିପାରୁନୁ, କାରଣ ଆମେ ଅଜ୍ଞାନର ଭୂମିରେ ସମସ୍ତଙ୍କୁ ଖଣ୍ଡ ଖଣ୍ଡ କରିକି ଦେଖୁଛେ। କିନ୍ତୁ ସେତେବେଳେ ତାଙ୍କର ଖଣ୍ଡ ଖଣ୍ଡ ଆଉ ରହେ ନାହିଁ, ସବୁ ଗତା, ସବୁ କିଛି ଚାଲିଯାଏ। ସିଏ ତା ନିଜ ସ୍ୱରୂପରେ ସେ ପ୍ରତିଷ୍ଠା ଲାଭ କରେ। ଗତା କଲା ପଞ୍ଚଦଶ ପ୍ରତିଷ୍ଠା, ସେ ଏକ ହେଇକି ସେ ନିଜ ନିଜ ଜାଗାରେ ସେମାନେ ମିଳନ ତାଙ୍କର ହୁଏ, ପ୍ରତିଷ୍ଠା ଲାଭ କରନ୍ତି। ଦେବାଶ୍ଚ ସର୍ବେ ପତିଦେବତାସୁ, ଏଇ ଦେବତା କେଉଁ ଦେବତା? ଦେବତା ମାନର ଅର୍ଥ ହେଉଛି ଯେ ଏଇ ଇନ୍ଦ୍ରିୟ ଗୁଡ଼ିକ ସେ ଦେବତା ବୋଲି ସେ କହିଛନ୍ତି ଉପନିଷଦର। ଏଇ ଇନ୍ଦ୍ରିୟ ଗୁଡ଼ିକ ପତିଦେବତା ଆସୁ, ସେମାନଙ୍କର ଯେଉଁ ଉତ୍ସ ଦେବତା, ଯେଉଁ ମୂଳ ଦେବତା, ତାଙ୍କ ପାଖରେ ସେମାନେ ଲୀନ ହେଇଯାଆନ୍ତି। କର୍ମାଣି ବିଜ୍ଞାନମୟଶ୍ଚ ଆତ୍ମା, ସମସ୍ତ କର୍ମ, ସେଇ ସମସ୍ତ କର୍ମ ଯେଉଁ ଆମେ ସମସ୍ତ କର୍ମ କରୁ ଗୋଟେ ଇଣ୍ଟେଲିଜେନ୍ସଙ୍କର ମାନେ ତାଙ୍କର ଗାଇଡେନ୍ସ ଦ୍ୱାରା। ଆମକୁ ଆମ ସମସ୍ତ କର୍ମର ଗାଇଡେନ୍ସ କିଏ କରେ ନା ଆମ ଇଣ୍ଟେଲିଜେନ୍ସ, ବୁଦ୍ଧି। କିନ୍ତୁ ତାଙ୍କର ସେଥିରେ ବୁଦ୍ଧି ନଥାଏ, ସେତେବେଳେ କେବଳ ବିଜ୍ଞାନମୟଶ୍ଚ, ସେ ପରମ ଜ୍ଞାନ ଦ୍ୱାରା ତା ସମସ୍ତ କର୍ମ ଏଠି କାର୍ଯ୍ୟ କରେ ଏବଂ ସେଇ କର୍ମାଣି ବିଜ୍ଞାନମୟଶ୍ଚ ଆତ୍ମା ପରା ଅବ୍ୟୟଂ ସର୍ବେ ଏକି ଭବନ୍ତି। ପରେ, ସେ ପରେ ଅର୍ଥାତ୍ ସେ ପରମଙ୍କଠାରେ ସେ ଅବ୍ୟୟ, ସେ ଆତ୍ମା ସବୁକିଛି ଏକ ହେଇଯାଆନ୍ତି। ସେତେବେଳେ ତା ଭିତରେ କୌଣସି ପ୍ରକାରର ବିଭେଦତା ଆଉ ନଥାଏ। ସେ ଏକଙ୍କୁ ସେ ଅନୁଭବ କରେ, ସବୁଠି ସେ କେବଳ ଆତ୍ମାଙ୍କୁ ଅନୁଭବ କରେ। ଯେମିତି ଶ୍ରୀ ଅରବିନ୍ଦଙ୍କର ଆଲିପୁର ଜେଲ୍ ଭିତରେ ସେ କଥା ଦେଖିଥିଲେ, ସେ ସବୁକିଛି ସେ କୃଷ୍ଣଙ୍କୁ ଦେଖୁଥିଲେ। ସେ ଆଗରେ ବରଗଛ ବି ସେ କୃଷ୍ଣ ହେଇଯାଇଥିଲେ
ଏବଂ ସେ ଜେଲର ସବୁ ରେଲିଂ ଗୁଡ଼ିକ କୃଷ୍ଣ ହୋଇଯାଇଥିଲା। ଆଉ ଯିଏ ଜେଲର ଯିଏ ତାକୁ ବାନ୍ଧିକିରି ନେଇଯାଉଛନ୍ତି କାଠଘୋଡ଼ା ଭିତରକୁ ସିଏ ବି କୃଷ୍ଣ। ଏବଂ ଯିଏ ବିଚାର କରୁଛନ୍ତି ବିଚକ୍ରାଫ୍ଟ ସାହେବ ସିଏ ବି କୃଷ୍ଣ। ଆଉ ସଦାବେଳେ ସବୁଠି ସେ କୃଷ୍ଣଙ୍କୁ ଦେଖିକି ସିଏ କି କାହିଁକି ବା ସେ ଦୁଃଖ କରିବେ, ଆଜି ଦଣ୍ଡ ହେବ। ତେଣୁ ସିଏ ଆହ୍ଲାଦିତ ଥାନ୍ତି, ସଦାବେଳେ ପ୍ରସନ୍ନ ଥାନ୍ତି। କାରଣ ତାଙ୍କର ଜୀବନର ନିର୍ଣ୍ଣାୟକ ସେ କୃଷ୍ଣ। ତାଙ୍କ ଜୀବନ ଆଉ ତାଙ୍କ କୃଷ୍ଣ ଭିତରେ କିଛି ଫରକ ସେ ଦେଖୁନଥାନ୍ତି। ସେମିତି ଗୋଟେ ଅବସ୍ଥା ଆସେ, ଗୋଟେ ଅଖଣ୍ଡ ଅବସ୍ଥା ମଣିଷ ଭିତରେ ପ୍ରତିଷ୍ଠା ଲାଭ କରେ ଏବଂ ତାର ସମସ୍ତ କର୍ମକୁ ସେହି ଦେବତା ହିଁ କାର୍ଯ୍ୟରେ ପରିଣତ କରନ୍ତି। ଏହି ସମସ୍ତ କଥା ଆଜି ଉପନିଷଦ ଆମକୁ ବର୍ଣ୍ଣନା କଲେ। ଆମେ ବର୍ତ୍ତମାନ ଆଲୋଚନାକୁ ଯିବା। ରବି ଭାଇ, ଆପଣ ଆଲୋଚନା ଆରମ୍ଭ କରନ୍ତୁ। ସମସ୍ତଙ୍କୁ ନମସ୍କାର। ଆଜି ଆମେ ମୁଣ୍ଡକ ଉପନିଷଦର